Hello students, good evening all. This is me, Dr. Koles. Welcome you all to this session. This session is a very important session, especially for those aspirants, those are planning to get a service or state government service in this year. କାହିଁକି ନା ଏଇ ବର୍ଷ ଓଡ଼ିଶା ପବ୍ଲିକ ସର୍ଭିସ କମିଶନସ୍ ତାଙ୍କ ନୋଟିଫିକେସନ୍ସରେ around 450 vacancy for civil services as well as more than 800 posts for assistant section officers notify କରିଛନ୍ତି. Besides these, OPSC Civil Services preliminary paper as well as the ASO examinations, various ଯେମିତି ରହୁଛନ୍ତି ଆପଣଙ୍କର ଷ୍ଟେଟ୍ ଲେଭେଲର ରିକ୍ରୁଟିଂ ଏଜେନ୍ସି ଲାଇକ୍ OSSC, OSSC ମଧ୍ୟ ବହୁତ ସାରା ଏକ୍ଜାମିନେସନ୍ସ ସେମାନେ କଣ୍ଡକ୍ଟ କରୁଛନ୍ତି to absorb more number of students to the state government services. So ଏଥିରେ ଆମେ ଦେଖାଯାଏ ତାଙ୍କର ଏକ୍ଜାମିନେସନ୍ସ ପ୍ୟାଟର୍ନ ଦେଖିବା ମୁଁ ଦେଖୁଛି ବହୁତ ସାରା ଜାଗାରେ ଆପଣଙ୍କର ଓଡ଼ିଶାର ହିଷ୍ଟୋରିକାଲ ପାର୍ଟକୁ ବି ସେମାନେ କିଛି questions ପଚାରୁଛନ୍ତି hardly 2 to 3 numbers of questions they are asking in each examinations. So understanding the gravity of this of those examinations, what I have decided to make a video regarding the general knowledge part of the Odisha with respect to its historical aspects. So this is me, Dr. Kolas. I am practicing veterinary surgeon under the government of the Odisha. So এটা ଆମେ ଆଜି এই ଭିଡ଼ିଓ ଗୁଡ଼ାକ through MCQ as well as through analysis ରେ ଆମେ ସବୁ ଜାଣ ତାକୁ discussions କରିବା. The first question I have picked, that is the first, the Great Kalinga War was fought in the year. So এটা ଗୋଟେ question ଯୋଉଟା କି OS examinations ରେ ପଡ଼ିଥିଲା. I think 2016 or 2017 ରେ ପଡ଼ିଥିଲା ଏଟା. So the correct answer is the 261 before common era. ଆମେ ତାର କିଛି ଆନାଲିଟିକାଲ ପାର୍ଟ ଦେଖିବା. ଦି ଗ୍ରେଟ୍ କଳିଙ୍ଗ ୱାରଟା ଯେତେ 261 ବିସିରେ ହେଇଥିଲା, ଦି ଦେନ୍ କିଙ୍ଗ ୱାଜ, ଆମର ଯାହା ହିଷ୍ଟୋରିକାଲ ଟେକ୍ସଟ କହୁଛି ଦି କିଙ୍ଗ ୱାଜ ପ୍ରିୟଦର୍ଶୀ. ଏଇ କଳିଙ୍ଗ ୱାରଟା ଆମର ଧଉଳି ନିକଟରେ ଲଢ଼ା ହେଇଥିଲା ଅନ୍ ଦି ବ୍ୟାଙ୍କ ଅଫ୍ ଦି ଦୟା ରିଭର କୂଳରେ ହିଁ ହେଇଥିଲା. ଇନ୍ ଏଇ ୱାରଟାକୁ ଆମର ଦି ଦେନ୍ କିଙ୍ଗ ପ୍ରିୟଦର୍ଶୀ ଭର୍ସେସ୍ ଦି ମୟୁରାନୀ କିଙ୍ଗ ଅଶୋକା. ଏଥିରେ ୟୁ ଅଲ୍ नो ଦି ଆଫ୍ଟର ମାଥ ଅଫ୍ ଦିସ୍ ୱାର୍, ସେଥିରେ ଆମର ଓଡ଼ିଶାର ସୈନିକମାନେ ସେଥିରେ ଆମର ସେମାନେ ଡିଫିଟ୍ ହେଇଥିଲେ. ଏଣ୍ଡ ସେ ଯୁଦ୍ଧର ବିଭୀଷିକା ଦେଖିକିନା ଦି ଦେନ୍ କିଙ୍ଗ ମିଷ୍ଟର ଅଶୋକା ସେ ତାଙ୍କର ଗ୍ରେଟ୍ ଇଣ୍ଟରନାଲ ଟ୍ରାନ୍ସଫରମେସନ୍ସ ହେଇଥିଲା, ରାଇଟ୍. ତାଙ୍କୁ ଯେଉଁ ଆମ ଓଡ଼ିଆରେ ତାକୁ ଚଣ୍ଡାଶୋକରୁ ସେ ଧର୍ମାଶୋକକୁ ସେ କନଭର୍ଟ ହେଇଥିଲେ. ସୋ ଏଇ କଳିଙ୍ଗ ୱାର୍ଡଟାକୁ ଅଶୋକା ତାଙ୍କର ଯେତେ ସବୁ ପିଲାର ଏଡିକ୍ଟ ଥିଲା, ମନେ ରଖିବେ ଭେରି ଇମ୍ପୋର୍ଟାଣ୍ଟ, 13th ରକ୍ ଏଡିକ୍ଟରେ ସିଏ ଏଟାକୁ ସେ ବର୍ଣ୍ଣନା କରିଛନ୍ତି, ସେ ଡିସ୍କ୍ରାଇବ୍ କରିଛନ୍ତି ରିଗାର୍ଡିଂ ଦି how the war was ongoing, how the fighters of the, how the Odia fighters they get defeated, how his internal mindset was changed. All these things he described in this 13th rock edict. So this 13th rock edict is a very important or possible questions for these examinations as well as the year you have to remember, right? The second question was which rock edict of the Ashoka depicts the heroic sacrifice of the Odia fighters in the Kalinga war. অলরেডি আমি ডিসকস କରିଥିଲେ, ସେଇଟା ହେଲା 13th rock edict. এটা ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ. ପ୍ଲିଜ୍ ଷ୍ଟୁଡେଣ୍ଟସ୍ ଗୋ ଥ୍ରୁ ଦି ଯେତେବେଳେ ଅଶୋକଙ୍କର ଯେତେ ସବୁ ରକ୍ ଏଡିକ୍ଟ ଅଛି ଆପଣ ସେଟାକୁ ଟିକେ ଦେଖନ୍ତୁ. କାହିଁକିନା ଲାଷ୍ଟ ଇୟର ଦି ଇନ୍ OS ଏକ୍ଜାମିନେସନ୍ସ ପଡ଼ିଥିଲା ଆନିମଲ୍ ସାକ୍ରିଫାଇସେସ୍ ୱାଜ୍ କମ୍ପ୍ଲିଟଲି ବ୍ୟାଣ୍ଡ, ଆଣ୍ଡ this ban order was depicted in which rock edict. So ସେଟା ଗୋଟେ ପସିବଲ୍ କ୍ୱେଶ୍ଚିନ୍ସ ଆସିଥିଲା ଆପଣଙ୍କର OS ଏକ୍ଜାମିନେସନ୍ସରେ. ସୋ ଏମିତି କ୍ୱେଶ୍ଚିନ୍ସ ଆପଣଙ୍କର ASO as well as OSSC SSSC ମଧ୍ୟ ଆସିବାର ଚାନ୍ସେସ୍ ରହିଛି. ଆକ୍ଚୁଆଲି ଯେମିତି ଗୋଟେ କ୍ୱେଶ୍ଚିନ୍ସ ଅଲରେଡ଼ି ପଡ଼ି ସାରିଛି. The next question is the king ଖାରବେଳ was the believer of which religion? ଯେଉଁ କିଙ୍ଗ ଥିଲେ ଆମର ଖାରବେଳ ରାଜା, ସେ କେଉଁ ଧର୍ମର ସେ ଉପାସକ ଥିଲେ? ଖାରବେଳ. ଫାଷ୍ଟ ଆମେ ଦେଖିବା ଖାରବେଳ was the king, ତାଙ୍କ ଡାଇନାଷ୍ଟି ଥିଲା ମେଘବାହାନ. ହିଷ୍ଟୋରିକାଲ ଟେଷ୍ଟ କରୁଛି ସେ ଫାଷ୍ଟ ରୁ ସେକେଣ୍ଡ ବିଫୋର କମନ ଏରା ଟାଇମ୍ରେ ସେ ଓଡ଼ିଶାରେ ଥିଲେ, ରାଇଟ୍. ଖାରବେଳ, ସେ ଖାରବେଳ was the disciple of Buddhism. Sorry, the option is not here, the exception is Jainism.
The fifth option is if it there the Jainism, then the obvious answer will be Jainism. ସେ ଜୈନିଜିମ୍ର ଉପାସକ ଥିଲେ, ରାଇଟ୍। କିଙ୍ଗ ଖାରବେଳ ଯେତେବେଳେ ଜୈନିଜିମ୍ର ସେ ପ୍ରିଚ୍ ଆଣ୍ଡ ଟିଚ୍ କରୁଥିଲେ, ଯେତେବେଳେ ସେ ପ୍ରିଚିଂ ଆଣ୍ଡ ଟିଚିଂ କରୁଥିଲେ, ତାଙ୍କ ସବୁ ଇନସ୍କ୍ରିପସନ୍ସ ଗୁଡ଼ାକ ଆମର ଯେଉଁ ରହିଛି ହାତୀଗୁମ୍ଫା ଅଛି, ଉଦୟଗିରିରେ ଅଛି, ସେଥିରେ ସବୁ ଇନସ୍କ୍ରିପସନ୍ସ ଗୁଡ଼ାକ ରହିଛି। ମନେ ରଖିଥାଏ, ହାତୀଗୁମ୍ଫା ଇନସ୍କ୍ରିପସନ୍ ଇଜ୍ ଆଟ୍ ଉଦୟଗିରି, ରାଇଟ୍। ଏ ହାତୀଗୁମ୍ଫା ଇନସ୍କ୍ରିପସନ୍ସ ଗୁଡ଼ାକ କିଙ୍ଗ ଖାରବେଳଙ୍କର ତାଙ୍କର ରୟାଲ ପାଟ୍ରୋନେଜ୍, ତାଙ୍କର ଦି ୱେ ହି ଆଡମିନିଷ୍ଟ୍ରେଟ୍ ହିଜ୍ କିଙ୍ଗଡମ୍ ଆଜ୍ ୱେଲ୍ ଏଜ୍ ଜୈନିଜିମ୍ ଉପରେ ବେଷ୍ଟ ଥିଲା। ଏଥିରେ ତାଙ୍କର ସ୍କ୍ରିପ୍ଟ, ଏଇ ଯେଉଁ ଇନସ୍କ୍ରିପସନ୍ ସ୍କ୍ରିପ୍ଟ ଥିଲା ବ୍ରାହ୍ମୀ। ପ୍ଲିଜ୍ ଷ୍ଟୁଡେଣ୍ଟସ୍ ଡୁ ରିମେମ୍ବର, ସ୍କ୍ରିପ୍ଟ ୱାଜ୍ ବ୍ରାହ୍ମୀ ବଟ୍ ଦି ଲାଙ୍ଗୁଏଜ୍ ୱାଜ୍ ପ୍ରାକୃତ। এটা ইম্পর্টেন্ট জিনিস মনে রাখিলে, রাইট। নেক্সট কমিং টু দি কোশ্চেন, হু ওয়াজ দি লাস্ট ইন্ডিপেন্ডেন্ট, হু ওয়াজ দি লাস্ট ইন্ডিপেন্ডেন্ট কিং অফ ওড়িশা। ওড়িশার ଶେଷ ସ୍ୱାଧୀନ ରାଜା କିଏ ଥିଲେ? The option one is the Purushottam Dev, Mukunda Dev, Pratap Rudra Dev, and the Jajati Kesari. The answer here is the Mukunda Dev, right? Mukunda Dev ପରେ ଆମର ମରାଠା ରୁଲର ଷ୍ଟାର୍ଟ କରିଥିଲେ। So the obvious answer is the Mukunda Dev. So ଆମେ ଯଦି ଦେଖିବାକୁ ଯିବା, ଯଦି ମୁଁ ଏଇଟା ତାର ଆନାଲିଟିକାଲ ଆସ୍ପେକ୍ଟରେ ଦେଖିବାକୁ ଯିବି, ସୋ ଡାଇନାଷ୍ଟି ଇନ୍ ଦି ଓଡ଼ିଶା, ସୋ କେଉଁ ରାଜବଂଶ ମାନେ ଓଡ଼ିଶାରେ ଶାସନ କରୁଥିଲେ? ଯେତେବେଳେ ଆମର ୱିଥ୍ ରିଗାର୍ଡସ୍ ଟୁ ଇଟ୍ସ ହିଷ୍ଟୋରିକାଲ ଆସ୍ପେକ୍ଟସ୍ ଆମେ ଯଦି ଇମ୍ପୋର୍ଟାନ୍ସ ଦେଖିବାକୁ ଯିବା, ଦି ଫାର୍ଷ୍ଟ ୱାଜ୍ ଦି ସମବଂଶୀ ଡାଇନାଷ୍ଟି, ରାଇଟ୍। ସେକେଣ୍ଡ ଆସିବ ଗଙ୍ଗା ଡାଇନାଷ୍ଟି, ଦେନ୍ ସୂର୍ଯ୍ୟବଂଶୀ ଡାଇନାଷ୍ଟି, ତାପରେ କିଛି କିଛି ଡାଇନାଷ୍ଟି ଅଛନ୍ତି, ତାପରେ ଫାଇନାଲି ମରାଠା ରୁଲ୍ କରିଥିଲେ, ଦେନ୍ ଇଂଲିଶ ରୁଲ୍ କରିଥିଲେ। ସୋ ଏମିତି ହେଇକି ଆମ ଓଡ଼ିଶାରେ ଏଇ ଡାଇନାଷ୍ଟି ଗୁଡ଼ାକ କରିଥିଲେ। କ୍ୱେଶ୍ଚନ୍ସ ଆସିବ ଏମଙ୍ଗ ହୁ ୱାଜ୍ ଦି ଫାର୍ଷ୍ଟ ଡାଇନାଷ୍ଟି, କହିଲେ ଆପଣ ମୋଷ୍ଟ ଲେଖିବେ ସମବଂଶୀ ଡାଇନାଷ୍ଟି, ଦେନ୍ ଗଙ୍ଗା ଡାଇନାଷ୍ଟି, ଦେନ୍ ସୂର୍ଯ୍ୟବଂଶୀ ଡାଇନାଷ୍ଟି। ଯଦି ସମବଂଶୀ ଡାଇନାଷ୍ଟିରେ ଆମେ ଯଦି ଦେଖିବାକୁ ଯିବା, ସେଥିରେ ଜେନେରାଲି ଆମର ଯେଉଁ ସବୁ ରାଜା ଥିଲେ, ସବୁ ସେ ସମବଂଶୀର ଗୋଟେ ସେକେଣ୍ଡ, ସମବଂଶୀର ସେ ଏଇ ଡାଇନାଷ୍ଟିର ଜେନେରାଲି ଏଇ ଟାଇମ୍ର ରୁଲର ମାନେ ଯେଉଁ ମୁକ୍ତେଶ୍ୱର ଟେମ୍ପଲ୍ସ ଆଜ୍ ୱେଲ୍ ଏଜ୍ ଲିଙ୍ଗରାଜ ଟେମ୍ପଲ୍ ସେମାନେ ତିଆରି କରିଥିଲେ। ସୋ ଯେତେବେଳେ ଯେଉଁ ଆମର ଆସିଲା ମୁକ୍ତେଶ୍ୱର ଟେମ୍ପଲ୍ ଆସିଲା, ତ ଯେତେବେଳେ କିଏ ତାକୁ ଷ୍ଟ୍ରକ୍ଚର କରିଥିଲେ ନା ଆପଣ ଲେଖିବେ ସେଇଟା ଯଜାତି କେଶରୀ, ଯିଏକି ୱାନ୍ ସେଟାକୁ କରିଥିଲେ ମୁକ୍ତେଶ୍ୱର ଟେମ୍ପଲ୍। ଯେତେବେଳେ ଆମେ ଲିଙ୍ଗରାଜ ଟେମ୍ପଲ୍ ଯଦି ଦେଖିଯିବା, ସେଟା ଜଣେ ରାଜା ଯିଏକି ଯଜାତି କେଶରୀ ଟୁ ସେଟାକୁ ଷ୍ଟାର୍ଟ କରିଥିଲେ ଆଣ୍ଡ ତାକୁ ଉଦ୍ୟତ କେଶରୀ ରାଜା ତାକୁ କମ୍ପ୍ଲିଟ୍ କରିଥିଲେ। ସୋ ଏଇ ଦୁଇଟା ସମବଂଶୀ ଡାଇନାଷ୍ଟିରେ ତାଙ୍କର ମେନ୍ ସେମାନେ ଫୁଟପ୍ରିଣ୍ଟ ଛାଡ଼ି ଯାଇଛନ୍ତି, ମୁକ୍ତେଶ୍ୱର ଟେମ୍ପଲ୍, ଏଇଟା ଲିଙ୍ଗରାଜ ଟେମ୍ପଲ୍, ରାଇଟ୍। ମୁଁ ସେଟାକୁ ଆଉ ଥରେ ୱାଇଣ୍ଡ ଅପ୍ କରିବି ସବୁ। ଯେତେବେଳେ ଗଙ୍ଗ ଡାଇନାଷ୍ଟି କଥା ଆମେ ଦେଖିବାକୁ ପାଇବା, ଗଙ୍ଗ ଡାଇନାଷ୍ଟି ସବୁଠୁ ଗଙ୍ଗ ଡାଇନାଷ୍ଟି ଦେଇଥିବା, ଏଥିରେ ଯେଉଁ ରାଜା ତାଙ୍କର ଯଦି ରାଜେନ୍ଦ୍ର ଦେବ, ରାଇଟ୍, ରାଜା ରାଜେନ୍ଦ୍ର ଦେବ ୱାଜ୍ ଦି ଫାର୍ଷ୍ଟ କିଙ୍ଗ ଯିଏକି ଗଙ୍ଗ ଡାଇନାଷ୍ଟିକୁ ସେ ଏଷ୍ଟାବ୍ଲିଶ କରିଥିଲେ ବାଇ ଡିଫିଟିଂ ରାଜେନ୍ଦ୍ର ଚୋଳ, ରାଇଟ୍। ଏ ରାଜେନ୍ଦ୍ର ଚୋଳକୁ ସେ କରିକିନା, ତ ଗଙ୍ଗ ଡାଇନାଷ୍ଟିର ମେନ୍ ଫୁଟପ୍ରିଣ୍ଟସ୍ ଥିଲା ଆପଣଙ୍କର ଜଗନ୍ନାଥ ଟେମ୍ପଲ୍ ଆଜ୍ ୱେଲ୍ ଦି କୋଣାର୍କ ସନ୍ ଟେମ୍ପଲ୍। ମୁଁ କହିବାକୁ ଯାଉନି ଜଗନ୍ନାଥ ଟେମ୍ପଲ୍ ଯେତେବେଳେ ଫାର୍ଷ୍ଟ ଏଇଟା କନଷ୍ଟ୍ରକ୍ସନ୍ସ କାମ ଆରମ୍ଭ କରିଥିଲେ ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ and completed by ଅନଙ୍ଗ ଭୀମଦେବ। ମନେ ରଖିଥିବେ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷଟା ଏଇଟା। ଦେନ୍ ଆମେ ଯଦି ଦେଖିବା ଗଙ୍ଗ ଟାଇମ୍ରେ ବହୁତ ସାରା ଇଣ୍ଟେଲେକ୍ଚୁଆଲ ଲୁମିନାରିଜ୍ ଥିଲେ, ଯେଉଁମାନେ କି ରାଜପ୍ରସାଦରେ ଯାହାଙ୍କର ସ୍ପେଶାଲ ଷ୍ଟାଟସ୍ ଥିଲା, ଯାହାଙ୍କର ଡିଫରେଣ୍ଟ ଫିଲ୍ଡ ଡିଫରେଣ୍ଟ ଏକ୍ସିଲେନ୍ସି ଥିଲା, ରାଇଟ୍। ଯଦି ଏଇ ଜିନିଷ ଟିକେ ଆପଣ ନୋଟ୍ ଡାଉନ୍ କରନ୍ତୁ, ଏକ୍ଜାମିନେସନ୍ସ ପଏଣ୍ଟରୁ ଏଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ ରଖେ। ଯେମିତିକି ଆମର ଜଣେ ଥିଲେ ପଣ୍ଡିତ ବିଦ୍ୟାଧର। ପଣ୍ଡିତ ବିଦ୍ୟାଧର କ'ଣ କରିଥିଲେ? ହି ୱାଜ୍ ଦି କମ୍ପୋଜର ଏକାବଳୀ।
ଏକାବଳି ସେ ଲେଖିଥିଲେ ପଣ୍ଡିତ ବିଦ୍ୟାଧର। ସେକେଣ୍ଡ ଯଦି ଦେଖିବାକୁ ଯିବେ ଜୟଦେବ, ଯିଏକି ଗୀତ ଗୋବିନ୍ଦ ଲେଖିଥିଲେ। এই ଗୀତ ଗୋବିନ୍ଦକୁ ଯେତେବେଳେ ଓଡ଼ିଶୀ ଡ୍ୟାନ୍ସ ପରଫର୍ମାନ୍ସ କରାଯାଏ, ଏ ଗୀତ ଗୋବିନ୍ଦ ତାର ବ୍ୟାକଗ୍ରାଉଣ୍ଡରେ ହିଁ ତାକୁ ବଜାଯାଏ। ଥାର୍ଡ ହେଲା ଶ୍ରୀଧର ଆଚାର୍ଯ୍ୟ, ହେଲା ଯିଏକି ସ୍ମୃତି ରାଇଟର ଥିଲେ। ଫୋର୍ଥରେ ହେଲା ବିଶ୍ୱନାଥ କବିରାଜ, ଯିଏକି ସାହିତ୍ୟ ଦର୍ପଣ ଲେଖିଥିଲେ। ବହୁତ ବହୁତ ଇମ୍ପୋର୍ଟାଣ୍ଟ ସାହିତ୍ୟ ଦର୍ପଣ। ନେଭର କନଫ୍ୟୁଜ ଉଇଥ୍ ସିଦ୍ଧାନ୍ତ ଦର୍ପଣ। ସିଦ୍ଧାନ୍ତ ଦର୍ପଣ was written by the great astrologer ପଠାଣି ସାମନ୍ତ। ସୋ ସାହିତ୍ୟ ଦର୍ପଣ ଲେଖିଥିଲେ ବିଶ୍ୱନାଥ କବିରାଜ। ଆଉ ତାଙ୍କର ଏଇ ଟାଇମରେ ଜଣେ ଏନଦର ଆଷ୍ଟ୍ରୋଲୋଜର ଥିଲେ ଯାହାଙ୍କ ନାଁ ସତ୍ୟାନନ୍ଦ ଥିଲା, ଯିଏକି ସୂର୍ଯ୍ୟ ସିଦ୍ଧାନ୍ତ ଲେଖିଥିଲେ। ସୋ ଭେରି ଇମ୍ପୋର୍ଟାଣ୍ଟ ୟୁ ହାଭ୍ ଟୁ ରିମେମ୍ବର ପଣ୍ଡିତ ବିଦ୍ୟାଧର was the main composer of the composer of ଏକାବଳି। ଜୟଦେବ ଲେଖିଥିଲେ ଆପଣଙ୍କର ଗୀତ ଗୋବିନ୍ଦ। ଶ୍ରୀଧର ଆଚାର୍ଯ୍ୟ who was the ସ୍ମୃତି ରାଇଟର। ବିଶ୍ୱନାଥ କବିରାଜ was the author of the ସାହିତ୍ୟ ଦର୍ପଣ। and Satyananda written the Surya Siddhanta. So all these are very important. Never confuse with the Siddhanta Darpana with Sahitya Darpana. Siddhanta Darpana was written by Patani Samanta. All are important. Coming to the next dynasty, that is the Suryavanshi dynasty. Suryavanshi dynasty ରାଜା ମାନଙ୍କୁ ଆମେ ତାପରେ ଗଙ୍ଗା ବଂଶ ପରେ ସୂର୍ଯ୍ୟବଂଶୀ ଡାଇନାଷ୍ଟି ଆସିଥିଲେ। ମୁଁ ଆଉ ତାକୁ ୱାଇଣ୍ଡ ଅପ୍ କଲାବେଳେ ସବୁ ଜିନିଷ କହିଦେବି। ଏମାନଙ୍କୁ ଏମାନେ ଗଜପତି କୁହାଯାଏ, କାହିଁକିନା ଏମାନଙ୍କର ଆର୍ମିରେ ଲାର୍ଜ ଏଲିଫେଣ୍ଟ ସବୁ ରହୁଥିଲେ। ଏଲିଫେଣ୍ଟରେ ସବୁ ରହୁଥିଲେ, ରାଇଟ୍। ତେଣୁ ଏମାନେ ଯେତେବେଳେ ଏଲିଫେଣ୍ଟ ମାନଙ୍କୁ ବେଶୀ ରଖୁଥିଲେ, ତେଣୁ ଏମାନଙ୍କୁ ସାଧାରଣତଃ ଗଜପତି ରାଜା କୁହନ୍ତି, ରାଇଟ୍। This Suryavanshi dynasty was formed by the Kapilendra Deva, right? Around middle of 14th common era CE କପିଳେନ୍ଦ୍ର ଦେବ ଏଟାକୁ ଏଷ୍ଟାବ୍ଲିଶ କରିଥିଲେ। ଯଦି କ୍ୱେଶ୍ଚିନ୍ସ ଆସିବେ ଆପଣଙ୍କର ଗଙ୍ଗ ଟାଇମରେ ଆଜ ୱେଲ୍ ଆସ୍ ସୂର୍ଯ୍ୟବଂଶୀ ଡାଇନାଷ୍ଟି ଟାଇମରେ ଓଡ଼ିଶାର ଦିନ ଉତ୍କଳର କାହାର ରାଜ୍ୟର ସେତେବେଳେ ସାଇଜ୍ କାହାର ଅଧିକ ଥିଲା? ଏସ୍ପେସିଆଲି ଗଙ୍ଗ ଟାଇମରେ ତାଙ୍କର ଥିଲା ଅପ୍ ଟୁ ଗୋଦାବରୀ, କିନ୍ତୁ ସୂର୍ଯ୍ୟବଂଶୀ ଟାଇମରେ ଅପ୍ ଟୁ କାଉଭେରୀ। ସୋ ଡେଫିନେଟଲି ସୂର୍ଯ୍ୟବଂଶୀ ପିରିୟଡ଼ ଟାଇମରେ ଓଡ଼ିଶାର ଏରିଆ ଦି କଳିଙ୍ଗର ଯେତେବେଳେ ତାଙ୍କର କିଙ୍ଗଡମ୍ ଏରିଆ ଅଧିକ ଥିଲା। ସୋ ଇଟ୍ ହାଜ୍ ଏ ଲାର୍ଜ କିଙ୍ଗଡମ୍, ରାଇଟ୍। ତ ଏଇ ସୂର୍ଯ୍ୟବଂଶୀର ମେନ୍ ରାଜା ସବୁ ଥିଲେ ଆପଣ ୟୁ ମାଇଟ୍ ନୋ କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ, ପ୍ରତାପ ରୁଦ୍ର ଦେବ, ଏଇସବୁ ରାଜାମାନେ ଏଥିରେ ସବୁ ଶାସନ କରୁଥିଲେ। ଏଇ ଟାଇମରେ ଜଣେ ଥିଲେ ସାରଳା ଦାସ, ଯିଏକି ଓଡ଼ିଆରେ ଯିଏକି ମହାଭାରତକୁ ଓଡ଼ିଆରେ ଟ୍ରାନ୍ସଲେଟ୍ କରୁଥିଲେ, ଓଡ଼ିଆ ମହାଭାରତ। ଡ୍ୟୁରିଂ ଦି ସୂର୍ଯ୍ୟବଂଶୀ ଡାଇନାଷ୍ଟି ପଞ୍ଚସଖା ସେଟା ଟାଇମ୍ କୁହାହେଉଥିଲା। ଅପସନ୍ ବି ଦେଇପାରେ, 5ଟା ଅପସନ୍ ଦେବ। ହୁଇଚ୍ ଇଜ୍ ଏଇମାନଙ୍କ ଭିତରୁ ହୁ ୱାଜ୍ ନଟ୍ ଏ ମେମ୍ବର ଅଫ୍ ଦିସ୍ ପଞ୍ଚସଖା ଗ୍ରୁପ୍। ସୋ ଏଇ ପଞ୍ଚସଖାଙ୍କର ନାମ ଆପଣ ପ୍ଲିଜ୍ ୟୁ କାଇଣ୍ଡଲି ରିମେମ୍ବର ଇଟ୍। ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ, ଅନନ୍ତ ଦାସ। ଏ 5 ଜଣଙ୍କୁ ଏମାନେ ପଞ୍ଚସଖା, ଯେଉଁମାନେ ଏମାନେ ଇଲାଇଟ୍ ପର୍ସନ୍ସ ଥିଲେ ୱିଥ୍ ଆଉ ଏଜୁକେସନ୍ସ ଇମ୍ପାର୍ଟ କରୁଥିଲେ ସେଇ ଟାଇମରେ। ସୋ ସୂର୍ଯ୍ୟବଂଶୀ ଡାଇନାଷ୍ଟିରେ ପ୍ଲିଜ୍ ଷ୍ଟୁଡେଣ୍ଟସ୍ ଡୁ ରିମେମ୍ବର ଦିସ୍ ଫ୍ୟାକ୍ଟସ୍। ଯଦି ଆମେ ଇନ୍ ନଟ୍ସେଲ୍ ଦେଖିବାକୁ ଯିବା, ଫାଷ୍ଟ କି ଆମକୁ ଆମ ଓଡ଼ିଶାକୁ ଆମର ଯେତେବେଳେ ହିଷ୍ଟୋରିକାଲ ଯେତେବେଳେ ଗୋଟେ ସେକେଣ୍ଡ ଦେଖିବାକୁ ଯିବା, ଫାଷ୍ଟ ଆସିଲେ ଆମର ସୋମବଂଶୀ,
ଦେନ୍ ଆସିଲେ ସୋମବଂଶୀ ଆରାଉଣ୍ଡ ସେମାନେ ତାଙ୍କର ଶାସନ କଲେ ଆରାଉଣ୍ଡ ମିଡିଲ୍ ଅଫ୍ 9th century ଟୁ ଆର୍ଲି 12th century ସୋମବଂଶୀ, ଯେଉଁଟାରେ ମୁକ୍ତେଶ୍ୱର ଲିଙ୍ଗରାଜ ଟେମ୍ପଲ୍ ଏଷ୍ଟାବ୍ଲିଶ୍ କରାଇଥିଲେ। ଦେନ୍ ଆସିଲା ଗଙ୍ଗ ଡାଇନାଷ୍ଟି। ଗଙ୍ଗ ଡାଇନାଷ୍ଟି ଟାଇମ୍ରେ ହିଁ ଆମର ଆଟମାକ୍ସ ଆମେ କଲଚରାଲ୍ ଏକ୍ସେଲେନ୍ସ କରିଥିଲେ, ଆମର ହେରିଟେଜ୍ ଏକ୍ସେଲେନ୍ସ ହେଇଥିଲା, ଆମର ଆର୍କିଟେକ୍ଚରାଲ୍ ଏକ୍ସେଲେନ୍ସ ହେଇଥିଲା ଗଙ୍ଗ ଡାଇନାଷ୍ଟି ପିରିୟଡ଼ରେ, ରାଇଟ୍। ଏଇ ଟାଇମ୍ରେ ଅପ୍ ଟୁ ଗୋଦାବରୀ ଆମର ଥିଲା। ତାପରେ ଆମର ଆସିଲା ସୋମବଂଶୀ, ସରି ସୂର୍ଯ୍ୟବଂଶୀ। ଏମାନେ ଏମାନେ ଷ୍ଟାର୍ଟ କଲେ ମିଡିଲ୍ ଅଫ୍ 14th କମନ୍ ଏରାରୁ ଷ୍ଟାର୍ଟ କଲେ, ରାଇଟ୍। ଏ ସୋମବଂଶୀ ଟାଇମ୍ରେ ରାଜାଙ୍କୁ ସେ ଗଜପତି ରାଜା କୁହାହେଉଥିଲା। ଏମାନେ ଲାର୍ଜ ଏଲିଫେଣ୍ଟ ତାଙ୍କର ଆର୍ମିରେ ଏଲିଫେଣ୍ଟରେ ତାଙ୍କର ଆର୍ମିରେ ରଖୁଥିଲେ। କପିଳେନ୍ଦ୍ର ଦେବ, ପ୍ରତାପ ରୁଦ୍ରଦେବ, ପୁରୁଷୋତ୍ତମ ଦେବ, ଏମାନେ ସବୁ ବହୁତ ଇମ୍ପୋର୍ଟାଣ୍ଟ ସବୁ ରାଜା ଥିଲେ। ଏମାନଙ୍କର ଅପ୍ ଟୁ ଆମର ଦ୍ୱିତୀୟ କଳିଙ୍ଗ ୱାଜ୍ ଏକ୍ସଟେଣ୍ଡେଡ୍ ଅପ୍ ଟୁ କାବେରୀ ବେସିନ୍, କାବେରୀ ଯାଏଁ ଏକ୍ସଟେଣ୍ଡ ଥିଲା। ଏଇ ଟାଇମ୍ରେ ସାରଳା ଦାସ ଥିଲେ, ପଞ୍ଚସଖା ଥିଲେ, ଲାଇକ୍ ଏସବୁ ଜିନିଷ ଆମେ ଡିସ୍କସନ୍ କରୁଥିଲେ। ସୋ ସୋମବଂଶୀ ରାଜାମାନେ ଜେନେରାଲି ବୈଷ୍ଣବାଇଟ୍ସ ଥିଲେ, ସେମାନେ ବିଷ୍ଣୁଙ୍କର ଉପାସକ ଥିଲେ। ତାପରେ ଜଣେ ରାଜା, ତାପରେ ଜଣେ ଗୋଟେ ଆସିଲା ଗୋବିନ୍ଦ ବିଦ୍ୟାଧର। ସେ ଅଳ୍ପ ଦିନ ସେଥିରେ ରୁଲ୍ କରିଥିଲେ। ତାପରେ ଦିଲ୍ ତାପରେ ୟାଙ୍କୁ ଯଦି ଗୋବିନ୍ଦ ବିଦ୍ୟାଧରଙ୍କୁ ଜଣେ ଚାଲୁକ୍ୟ କିଙ୍ଗ, ତାଙ୍କ ନାଁ ହେଲା ମୁକୁନ୍ଦ ଦେବ, ଯିଏ ତାକୁ ହରାଇ ଦେଇଥିଲେ। ଆଉ ମୁକୁନ୍ଦ ଦେବ ଆମ ଓଡ଼ିଶାରେ ଦି ଲାଷ୍ଟ ଇଣ୍ଡିପେଣ୍ଡେଣ୍ଟ କିଙ୍ଗ ଏମିତି ଦିଦେନ୍ କଳିଙ୍ଗ। ସେ ଚାଲୁକ୍ୟ ଡାଇନେଷ୍ଟିରେ ଥିଲେ। ଏଇ ମୁକୁନ୍ଦ ଦେବ ଅପ୍ ଟୁ ସେ 1568ରେ ତାଙ୍କର ଡେଥ୍ ହେଇଯାଇଥିଲା, ରାଇଟ୍। ଯେତେବେଳେ ତାଙ୍କର ଡେଥ୍ ହେଇଥିଲା, ସେ ମୁକୁନ୍ଦ ଦେବକୁ ସେତେବେଳେ ଆଟାକ୍ କଲେ ଜଣେ ଆଫଗାନ, ଯେତେବେଳେ ବେଙ୍ଗଲ ଥିଲା, ସେ ବେଙ୍ଗଲର ଗୋଟେ ଆଫଗାନ ମୁସଲିମ ଜେନେରାଲ ଥିଲେ ସୁଲେମାନ। ସେ ରାଜାଙ୍କୁ ସେ ଆଟାକ୍ କଲେ, ଲାଇକ୍ ସେ ତା ରାଜାକୁ ଆଟାକ୍ କଲେ 1568ରେ। ସେ ରାଜାଙ୍କୁ ଆଟାକ୍, ସେ ରାଜାଙ୍କୁ ଅବର୍ଥନ କରିଦେଲେ। ଏଇ ଯେଉଁ ସୁଲାଇମାନ ଯେଉଁ ଆଟାକ୍ କଲେ ଆମର ମୁକୁନ୍ଦ ଦେବକୁ, ସେତେବେଳେ ଏଇ ସୁଲାଇମାନଙ୍କୁ ମଧ୍ୟ କଳା ପାହାଡ଼ କୁହାଯାଏ। ଏ କଳା ପାହାଡ଼ ଆସିକି ସେ ଆମର ଯେମିତି କୁହାଯାଏ କୋଣାର୍କ ସନ୍ ଟେମ୍ପୁଲର ବହୁତ ସାରା ଷ୍ଟ୍ରକ୍ଚର ସେ ଡେଷ୍ଟ୍ରସ୍ କରିଥିଲେ। ଆମ ଜଗନ୍ନାଥକୁ ଆମେ ଲୁଚେଇକି ରଖିଥିଲେ। ଏମିତି ବହୁତ ସାରା ମାଇଥୋଲୋଜିକାଲ ଆସ୍ପେକ୍ଟ ଯେଉଁଟାକି ଆମର ଅଛି। ଜଗନ୍ନାଥ କଲ୍ଟରେ ବି ଜଗନ୍ନାଥ କନସିୟସ୍, ଜଗନ୍ନାଥ କଲ୍ଟରେ ବି ଏଇ ଜିନିଷ କୁହାଯାଇଛି। ସୋ କଳା ପାହାଡ଼ ଆଟାକ୍ ହେଇଥିଲା ଯେତେବେଳେ ମୁକୁନ୍ଦ ଦେବଙ୍କ ଟାଇମ୍ରେ 1568ରେ ହେଇଥିଲା, ରାଇଟ୍। ସୋ ତାପରେ କଳା ପାହାଡ଼ଙ୍କ ପରେ ଦେନ୍ ଆସିଥିଲା ଆମର ମୁଘଲ୍ସ ମାନେ ଆସିଥିଲେ ଓଡ଼ିଶାକୁ। ସୋ ଏମିତି ଭାବରେ ଆମର ଏଇଟା ନର୍ଥ ସାଇଡ଼୍ ଯଦି ଦେଖିବାକୁ ଗଲେ ଏସବୁ ଜିନିଷ ଆମର ହେଇଥିଲା। ଏସବୁ ହିଷ୍ଟୋରିକାଲି ଆମେ ସବୁ ସୋମବଂଶୀ, ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ, ଗୋବିନ୍ଦ ରାଇଟ୍, ଗୋବିନ୍ଦ ବିଦ୍ୟାଧର, ତାର ଆପଣଙ୍କର ଚାଲୁକ୍ୟର ମୁକୁନ୍ଦ ଦେବ, ଦେନ୍ କଳାପାହାଡ଼, ଦେନ୍ ମୁଗଲ୍ସ ମାନେ ଆମର ଆସିଥିଲେ। ତ ଦେଖିଛେ କଳାପାହାଡ଼, ଦେନ୍ ହି ୱାଜ୍ ଏ ଆଫଗାନ ଜେନେରାଲ, ମୁସଲିମ ଜେନେରାଲ, ଯିଏକି ଯାହା ଆମର ହିଷ୍ଟୋରିକାଲ ଟେଷ୍ଟ ପାଇଁ ସେ ଓଡ଼ିଶାର ଥିଲେ। ତାଙ୍କୁ ସେ ଯାଇକି ବେଙ୍ଗଲରେ ରହିଗଲେ। ବେଙ୍ଗଲ ରହିଲା ପରେ ଜଣେ ରାଜାର ସେ ରାଜାଙ୍କ ଝିଅକୁ ମ୍ୟାରେଜ୍ କଲେ, ତେଣୁ ତାଙ୍କର ମୁସଲିମ ସେ ହେଇଗଲେ। ସେ ଓଡ଼ିଶାକୁ ଆସିଲେ, ଯେତେବେଳେ ସେ କଳିଙ୍ଗକୁ ଆସିଲେ, ପୁରୀ ମନ୍ଦିରରେ କ'ଣ ତାଙ୍କୁ ବହୁତ ହ୍ୟୁମିଲିଏସନ୍ସ ଯେତେବେଳେ ଟର୍ଚର କରାଗଲା, ଦେନ୍ ଇନ୍ ଏ ରିଭେଞ୍ଜ ମୁଡ୍ ହେଇକିନା ସିଏ ପୁଣି ଏଗେନ୍ ସିଏ ରିଟର୍ନ ବ୍ୟାକ୍ କଲେ ବେଙ୍ଗଲ, ଆଟାକ୍ କଲେ ଓଡ଼ିଶାକୁ ଆଜ କଳା ପାହାଡ଼ ଇନ୍ ଦି ଇୟର୍ 1568 କମନ୍ ଏରା। ଏଇଟା ହେଲା ତାର ଷ୍ଟୋରି। ଦେନ୍ ଆମର ଆସିଲା ମରାଠା ରୁଲ୍। ମରାଠା ରୁଲ୍ ଷ୍ଟାର୍ଟ ହେଇଥିଲା ଆମର 1751 ଆମର ଷ୍ଟାର୍ଟ ହେଇଥିଲା, ରାଇଟ୍। ସୋ ମରାଠା ମାନେ ଯେତେବେଳେ ଆମ ଓଡ଼ିଶାକୁ ଶାସନ କରିଥିଲେ, ସେମାନେ ଓଡ଼ିଶାକୁ ଆମର ଓଡ଼ିଶା ଦେଇଦେଲେ କଳିଙ୍ଗ। କଳିଙ୍ଗ ସେମାନେ ଦୁଇଟା ପଲିଟିକାଲି ଅର୍ ରେଭିନ୍ୟୁ ହଉ କି ପଲିଟିକାଲି ହଉ, ପଲିଟିକାଲ ରେଭିନ୍ୟୁ ବେଟୁ ଟୁ ସେ ଦୁଇଟା ଏରିଆରେ ଡିଭାଇଜ୍ କରିଥିଲେ। ଗୋଟେ ହେଲା ଗଡ଼ଜାତ ଏରିଆ, ଆଉ ଗୋଟେ ହେଲା ମୁଗଲବନ୍ଦୀ ଏରିଆ। ତାଙ୍କର ବେସିକାଲି ରେଭିନ୍ୟୁ ଆସ୍ପେକ୍ଟସ୍ ପାଇଁ ମୁଗଲବନ୍ଦୀ ଏରିଆ ଏମାନେ ଡିଭିଜନ୍, ଓଡ଼ିଶାକୁ ଡିଭିଜନ୍ କରିଥିଲେ। ସେମାନେ ହେଭି ସେମାନେ ପିଲଗ୍ରିମ୍ ଟ୍ୟାକ୍ସ ଇମ୍ପୋଜ୍ କରୁଥିଲେ। ଆଉ ସେମାନେ ଜାଣିଥିଲେ ପିଲଗ୍ରିମ୍ ଟ୍ୟାକ୍ସ ଅଛି ବେଟର ସୋର୍ସ ଅଫ୍ ରେଭିନ୍ୟୁ ଫର୍ ଦେୟାର ଆଡମିନିଷ୍ଟ୍ରେସନ୍ସ।
ସେ ପିଲଗ୍ରିମେଜକୁ ଇମ୍ପୋଜ କରିଥିଲେ। ସୋ ଯେତେବେଳେ ଗୋଟେ ଦେଖାଯାଏ ଆମର ଯେତେବେଳେ ଆମେ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଆଗରେ ଆମର ଗୋଟେ ମୋନୋଲିଥିକ୍ ଯାହାକୁ ଆମେ ଗୋଟେ ଷ୍ଟ୍ରକ୍ଚର ଅଛି ଯାହାକୁ ଅରୁଣ ସ୍ତମ୍ଭ କହନ୍ତି। ସେ ଅରୁଣ ସ୍ତମ୍ଭଟା ଆକ୍ଚୁଆଲି ପୁରୀ ଜଗନ୍ନାଥ ମନ୍ଦିର ଅରିଜିନାଲ ଆର୍କିଟେକ୍ଚର ନଥିଲା, ସେଟାକୁ ଏଇ ମରାଠା ରୁଲର ମାନେ ସେଟା କ'ଣ କରିଥିଲେ, ଦିସ୍ ମୋନୋଲିଥିକ୍ ଷ୍ଟ୍ରକ୍ଚର ହାଜ୍ ବିନ୍ ଡ୍ରନ୍ ଅର୍ ହାଜ୍ ବିନ୍ ଶିଫ୍ଟେଡ୍ ଫ୍ରମ୍ ଦି କୋଣାର୍କ ସନ୍ ଟେମ୍ପୁଲ। ସେଟା କୋଣାର୍କ ସନ୍ ଟେମ୍ପୁଲ ଆଣିକି ଆମର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଆଗରେ ସେମାନେ ତାକୁ ଏଷ୍ଟାବ୍ଲିଶ କରିଥିଲେ। ସେମାନେ ଏଇସବୁ ଜିନିଷ ପାଇଁ ସେମାନେ ଫେମସ୍ ଥିଲେ, କିନ୍ତୁ ତାଙ୍କର ଭେରି ନେଗେଟିଭ୍ ଆସ୍ପେକ୍ଟ ଦେଖିବା ସେମାନେ ପିଜେଣ୍ଟସ୍ ମାନଙ୍କର ଦୁଃଖ ପିଜେଣ୍ଟସ୍ ମାନଙ୍କର ଯେତେ ସବୁ କଷ୍ଟ ଥିଲା ତେଣୁ ତାଙ୍କୁ ଅଣଦେଖା କରୁଥିଲେ। ଆଉ ଆଗ୍ରିକଲଚର ସ୍ପେସିଆଲି ଆଗ୍ରିକଲଚର ପାଇଁ ତାଙ୍କର କୌଣସି କଣ୍ଟ୍ରିବ୍ୟୁସନ୍ସ ନଥିଲା ଦିନ୍ ଟାଇମ୍। ଦେନ୍ ଆମେ 1633ରେ ଆମର ବ୍ରିଟିଶ ରୁଲର ମାନେ ଆମର ଆସିଥିଲେ ଓଡ଼ିଶାକୁ। ବ୍ରିଟିଶ କମ୍ପାନୀ ରୁଲର ସେମାନେ ଫାଷ୍ଟ ହରିହରପୁର ଗୋଟେ ଜାଗା ଅଛି, ହରିହରପୁର ସେଟା ଜଗତସିଂହପୁର ଅଛି, ସେଥିରେ ସେମାନେ ଫାଷ୍ଟ ତାଙ୍କର ଫ୍ୟାକ୍ଟ୍ରି ଏଷ୍ଟାବ୍ଲିଶ କରିଥିଲେ। ଟ୍ରେଡ୍ ସେଣ୍ଟର ସେମାନେ ଏଷ୍ଟାବ୍ଲିଶ କରିଥିଲେ। ତାପରେ ସେମାନେ ତାପରେ ଇନ୍ 1803 ସେମାନେ ଓଡ଼ିଶାକୁ ସେମାନେ ଆନେକ୍ସ କରିଥିଲେ। ସେଥିରେ କ'ଣ କରାଯାଇଥିଲା, ଗୋଟେ ଦେଓଗଡ଼ ଟ୍ରିଟି ହେଇଥିଲା 1803, ଭେରି ଇମ୍ପୋର୍ଟାଣ୍ଟ, ଏଇଟା ଫାଷ୍ଟ ଇୟର ଯେଉଁଟାକି ବ୍ରିଟିଶ ମାନେ ଓଡ଼ିଶାକୁ ଆନେକ୍ସ କରିଥିଲେ। এই ଦେଓଗଡ଼ ଟ୍ରିଟି ହେଇଥିଲା କାହା କାହା ଭିତରେ, ଦି ବ୍ରିଟିଶ ଏଣ୍ଡ ଭର୍ସେସ୍ ମାରାଠା। ଦି ଡେଟ୍ ୱାଜ୍ 17 December of 1803, ରାଇଟ୍, ଟ୍ରିଟି ଅଫ୍ ଦେଓଗଡ଼। ଦେନ୍ ରିବେଲିୟନ୍ ହେଇଥିଲା ତାର ଯେତେବେଳେ ଆମର ବ୍ରିଟିଶର୍ସ ମାନେ ଯେତେବେଳେ ଓଡ଼ିଶାକୁ ସେମାନେ ଇନଭାଇଟ୍ କଲେ ୱାର ଆନେକ୍ସ କଲେ, ସେତେବେଳେ ଡେଫିନେଟଲି ଆମର ଲୋକାଲ ରୁଲର ଲୋକାଲ ପିଜେଣ୍ଟସ୍ ଆଦିବାସୀ ଲୋକ ସବୁ ତାଙ୍କର ସେଣ୍ଟିମେଣ୍ଟ ସର୍ଟ ହେଲା, ତାଙ୍କର ଯେତେବେଳେ ଇଣ୍ଟରେଷ୍ଟ ଯେତେବେଳେ କନଫ୍ଲିକ୍ଟ ଷ୍ଟାର୍ଟ ହେଲା ସେତେବେଳେ ରିବେଲିୟନ୍ସ ହେଇଥିଲା ଓଡ଼ିଶାରେ, ରାଇଟ୍। ଯେତେବେଳେ ଆମର ଘୁମସା ରେବେଲିୟନ୍ ହେଇଥିଲା, ଇଟ୍ ଇଜ୍ 1801 to 1835 ଆଇ ଥିଙ୍କ ଏଇ ରେଞ୍ଜ ଭିତରେ ଥିଲା ଘୁମସା ରେବେଲିୟନ୍। ଏଥିରେ ଆମର ଚିଫ୍ ସବୁ ଚିଫ୍ ଲିଡର ଥିଲେ ସବୁ ଦରା ବିଷୋଇ, ଚକରା ବିଷୋଇ। ଘୁମସା ରେବେଲିୟନ୍ ହେଇଥିଲା। ଦେନ୍ ହେଇଥିଲା ଆପଣଙ୍କର ଖୋର୍ଦ୍ଧା ଅପରାଇଜିଂ ଟାଇମ୍ରେ, ଏଇଟା ଖୋର୍ଦ୍ଧା ବିଦ୍ରୋହ ଟାଇମ୍ରେ ଜୟୀ ରାଜଗୁରୁ ପ୍ଲେଡ୍ ଏ ପାଇଭୋଟାଲ୍ ରୋଲ୍, ରାଇଟ୍। ଦେନ୍ ଭେରି ଇମ୍ପୋର୍ଟାଣ୍ଟ ରେବେଲିୟନ୍ ଯେଉଁଟାକି ପାଇକ ରେବେଲିୟନ୍, ଯେଉଁଟାକି ବର୍ତ୍ତମାନ ନ୍ୟୁଜ୍ରେ ଅଛି 1817ରେ ଆମର ହେଇଥିଲା ପାଇକ ରେବେଲିୟନ୍। ଯଦି ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ମହାପାତ୍ର, ଯାହାକୁ ପପୁଲାରଲି ବକ୍ସି ଜଗବନ୍ଧୁ କହନ୍ତି, ତାଙ୍କର ଲିଡରସିପ୍ରେ ଆମର ପାଇକ ରେବେଲିୟନ୍ ହେଇଥିଲା। ବର୍ତ୍ତମାନ ଚାଲିଛି ୱାର୍ ଚାଲିଛି ଅର୍ ଡିବେଟ୍ ୱାର୍ ଚାଲିଛି ବେଟୁଡ୍ ସେ। ସୋ ଆମେ ପାଇକ ରେବେଲିୟନ୍କୁ ଦି ଇଣ୍ଡିଆର ଫ୍ରିଡ଼ମ୍ ଷ୍ଟ୍ରଗଲର ଫାଷ୍ଟ ୱାର୍ ବୋଲି ଆମେ ତାକୁ ଡିକ୍ଲେୟାର କରିବା ପାଇଁ, ରାଇଟ୍। ତାପରେ ଦିନ ଆସିଲା 1857ରେ ଦି ୱାର୍ ଫର୍ ଇଣ୍ଡିପେଣ୍ଡେନ୍ସ ଆସିଲା, ସେଟାକୁ ଆମର ୱେଷ୍ଟର୍ଣ୍ଣ ସାଇଡ଼ରୁ ବୀର ସୁରେନ୍ଦ୍ର ସାଏ ତାକୁ লিড କରୁଥିଲେ। ଆଉ ଆମର ଯେତେବେଳେ ଇଷ୍ଟର୍ଣ୍ଣ ସାଇଡ଼୍ ଯଦି ଦେଖିବାକୁ ଯିବା, ସେଥିରେ ଆମର ସବୁ ଯେଉଁ ଥିଲେ ଚାକ୍ଷି ଖୁଣ୍ଟିଆ ସାର୍ ଥିଲେ ପୁରୀରୁ, ସେଟାକୁ ବି লিড କରୁଥିଲେ। ବିସାଇଡ୍ସ ଦିସ୍ ମାନେ ଏଇ ଟାଇମ୍ରେ ଏଇ ଇଣ୍ଡିପେଣ୍ଡେନ୍ସ ଟାଇମ୍ରେ ବି ପ୍ରାଣନାଥ ହେଇଥିଲେ, ମିଶ୍ର ସାର୍, ଏସବୁ ଜିନିଷ ଖୋର୍ଦ୍ଧା ମଧ୍ୟରେ ସେମାନେ ଲଢ଼ୁଥିଲେ। ଏଗେନ୍ ଯେତେବେଳେ 1957 ପରେ କିଛି ବର୍ଷ ପରେ ଏଗେନ୍ ସେ ନଅଙ୍କ ଦୁର୍ଭିକ୍ଷ 1866ର ଫେମିନ୍ ଆମ ଓଡ଼ିଶାର ଦି ବେସିକ୍ ଫାବ୍ରିକ୍ ଅଫ୍ ଦି ଓଡ଼ିଶା ଇକୋନୋମିକୁ ସେ ଡେଷ୍ଟ୍ରୟ କରିଦେଇଥିଲା। ତେଣୁ 9 ଅଙ୍କ ଫେମିନ୍, 9 ଅଙ୍କ ଦୁର୍ଭିକ୍ଷ ମଧ୍ୟ କୁହାଯାଏ। ତା'ର ବହୁତ ସାରା ରିଜନ୍ସ ଅଛି, ମୁଁ ଏଇ ଭିଡ଼ିଓରେ ଡିସ୍କସନ୍ସ କରୁନି, ସେଟା ଏନାଦର ଲେକ୍ଚରରେ ମୁଁ ତାକୁ ଡିସ୍କସନ୍ସ କରିବି କାହିଁକି ସେ ଫେମିନ୍ ହେଇଥିଲା। ସେତେବେଳେ ଥିଲେ କଲେକ୍ଟର ଥିଲେ ଟି ରେଭେନ୍ସା ଥିଲେ, ସେତେବେଳେ ସେ ଏଟାକୁ ଅଣଦେଖା କରିଦେଇଥିଲେ। ତାଙ୍କ ଅଧ୍ୟକ୍ଷତାରେ ବହୁତ ସାରା କମିଟିକୁ ଆମେ ଏଷ୍ଟାବ୍ଲିଶ କରିଥିଲେ, ଫର୍ମେସନ୍ସ କରିଥିଲେ ଫ୍ୟାମିନ୍ର ଆଫ୍ଟରମାଥ୍ ପରେ। ଏ ଫ୍ୟାମିଲି ଯେଉଁ 9ଙ୍କ ଦୁର୍ଭିକ୍ଷ ହେଇଥିଲା, କହନ୍ତି 1/3 ଅଫ୍ ଦି ଓଡ଼ିଶା ପପୁଲେସନ୍ ୱାଜ୍ ପେରିସ୍ଡ, ପୁରା 3 ଭାଗ ଲୋକ ଆମର ଓଡ଼ିଶାର ସେଥିରେ ମରି ଯାଇଥିଲେ। ଦେନ୍ ଯଦି ଆମେ ଦେଖିବାକୁ ଯିବା ବାର୍ଥ ଅଫ୍ ଓଡ଼ିଶା, ଯେଉଁ ନ୍ୟୁ ଓଡ଼ିଶା ଆମେ ଫର୍ମେସନ୍ସ କରିଥିଲେ, ସେ ଓଡ଼ିଶାଟା ଆମର କେମିତି ଥିଲା। ସୋ 1866ରେ ଆମେ ଯେତେବେଳେ ଉତ୍କଳ ଭାଷା ବିଧାୟିନୀ ସଭା, ଉତ୍କଳ ଭାଷା ବିଧାୟିନୀ ସେବା ଆମେ ଗୋଟେ ବାଲେଶ୍ୱର ଏଷ୍ଟାବ୍ଲିଶ କରିଥିଲେ। ତ 1967ରେ ଆମେ ଉତ୍କଳ ଭାଷା
उत्कल भाषा सम्मान उत्कल भाषा समाज ଆମେ ଗୋଟେ କଟକରେ ଏଷ୍ଟାବ୍ଲିଶ୍ କରିଥିଲେ। ଏମିତି ଉତ୍କଳ 1967 ଉତ୍କଳ ବ୍ରହ୍ମ ସମାଜ, 1977ରେ ଆମର ଉତ୍କଳ ସଭା, ଏମିତି ସବୁ ଆମେ ସବୁ ସଭା ସବୁ ଆରେଞ୍ଜ କରୁଥିଲେ। କାହିଁକି ଆମ ଉତ୍କଳ ଆମେ ସେଇ ଟାଇମରେ ଯେତେବେଳେ ଆମେ ଅଣ୍ଡର ଦି ବ୍ରିଟିଶ ରୁଲ୍ ଥିଲେ, ଲୋକମାନଙ୍କୁ ଏକୁଠିଆ କରିବା ପାଇଁ, ଲୋକମାନଙ୍କୁ ଏକୁଟିଆ କରିବା ପାଇଁ ଆମ ପାଖରେ କିଛି ଅସ୍ତ୍ର ନଥିଲା। କାହିଁକିନା ସେତେବେଳେ ଏତେ ମାସ୍ କମ୍ୟୁନିକେସନ୍ସ ନଥିଲା, ତେଣୁ ଓନ୍ଲି ଗୋଟେ ଥ୍ରୁରେ ଆମେ ଲୋକଙ୍କୁ ଏକାଠି କରିପାରୁଥିଲୁ, ଥ୍ରୁ ଲାଙ୍ଗୁଏଜ୍। କାହିଁକିନା ଆମର ସମସ୍ତ ଡାଇଲେକ୍ଟ ଗୋଟେ ଥିଲା। ସୋ ଲାଙ୍ଗୁଏଜ୍, ଆମେ ସେ ଲାଙ୍ଗୁଏଜ୍କୁ ନେଇକିନା ଆମେ ଗୋଟେ ଓଡ଼ିଶା ଷ୍ଟେଟ୍ ପ୍ରୋଭିନ୍ସ ତିଆରି କରିଥିଲେ। ସେଥିପାଇଁ ଆମେ ଉତ୍କଳ ଭାଷା ସମ୍ମିଳନୀ, ଉତ୍କଳ ଏସବୁ ଜିନିଷ ଆମେ ସବୁ ଫର୍ମେସନ୍ସ କରିକି ଆମେ ଗୋଟେ ସ୍ପେଶାଲ୍ ଷ୍ଟେଟ୍, ଆମର ସ୍ପେଶାଲ୍ ପ୍ରୋଭିନ୍ସେସ୍ ବି ତିଆରି କରିଥିଲେ। ରାଇଟ୍। ଯେତେବେଳେ ଆପଣ ଦେଖିବେ 1905ରେ ଆମର କ'ଣ କରାଗଲା, ସେତେବେଳେ ଆମର ସବୁ ପ୍ରୋସେସ୍ ଷ୍ଟାର୍ଟ ହେଲା ଯେ ସବୁ ଓଡ଼ିଆ ସ୍ପିକିଂ ରିଜନ୍ ସବୁ ଅଛି, ଯେଉଁଟାକି ଆଉଟ୍ ଅଫ୍ ସେତେବେଳେ ଓଡ଼ିଶା ବାହାରେ ଥିଲା, ଯେମିତି ଛୋଟନାଗପୁର ଏରିଆ ଥିଲା, ରାୟପୁର ଏରିଆ କିଛି ଥିଲା, ଏସବୁ ରିଜନ୍ରୁ ଆମେ ଓଡ଼ିଆ ଯେଉଁ ଲୋକମାନଙ୍କୁ ତାଙ୍କୁ ସବୁ ଆମେ ନେଇ ଆସିଲେ। ରାଇଟ୍। ଯେମିତିକି ଆପଣ ଓଡ଼ିଶା ଯେତିକି ସମ୍ବଲପୁର ରିଜନ୍ଟାକୁ ଆମେ ଫାଷ୍ଟ ଆଣିଥିଲେ। କେଉଁଠୁ ଆଣିଥିଲେ? ଥ୍ରୁ ଛୋଟନାଗପୁର ଏରିଆ। ରାଇଟ୍। ଆପଣଙ୍କର ଗଙ୍ଗପୁର, ବଣାଇଗଡ଼, ସୁନ୍ଦରଗଡ଼ ଯେଉଁଟା ଅଛି, ସେଟାକୁ ଆମେ ଛୋଟନାଗପୁର ଏରିଆରୁ ତାକୁ ବି ଆଣିଥିଲେ। ତାପରେ ପାଟନା, କଳାହାଣ୍ଡି, ସୋନପୁର, ବାମଣ୍ଡା, ହେଲା, ଏଇ ରେଡ଼ାଖୋଲ, ଏଇସବୁ ଏରିଆ ଗୁଡ଼ାକୁ ଆମେ ସେଣ୍ଟ୍ରାଲ ପ୍ରୋଭିନ୍ସେସରୁ ନେଇ ଆସିଥିଲେ। ସୋ ଏମିତି ଆମେ ସବୁ ପ୍ରୋସେସ୍ ଆମେ ସବୁ ଷ୍ଟାର୍ଟ କରିଥିଲେ। 1905ରେ ଆମେ ଆକ୍ଚୁଆଲି କାମ ଆରମ୍ଭ କଲେ, ଆଉ ତାକୁ ଟୋଟାଲ କମ୍ପ୍ଲିଟ୍ କଲେ 1936ରେ। ସେଥିପାଇଁ ଆମେ ଏପ୍ରିଲ 1 1936କୁ 1936ରେ ଗୋଟେ ବାର୍ଥ ଅଫ୍ ଓଡ଼ିଶା ପ୍ରୋଭିନ୍ସ ହେଇଥିଲା, ଓଡ଼ିଶା ପ୍ରୋଭିନ୍ସ କରିଥିଲେ। ତେଣୁ ଆମେ ଓଡ଼ିଶା ଉତ୍କଳ ଦିବସ ଆମେ ଏପ୍ରିଲ 1କୁ ଆମେ ପାଳନ କରନ୍ତି। ରାଇଟ୍। ଯଦି ଦେଖିବାକୁ ଯିବେ ଆପଣ ଓଡ଼ିଶା ପ୍ରୋଭିନ୍ସ ଏଇସବୁ ଜିନିଷ ପାଇଁ ବହୁତ ସାକ୍ରିଫାଇସ୍ ସେଥିରେ ଆମର ଥିଲା। ଯେହେତୁ ଓଡ଼ିଆ ଭାଷାକୁ ନେଇ ଯେତେବେଳେ ଆମର ଆନ୍ଦୋଳନ ଚାଲିଛି, ଓଡ଼ିଆ ଭାଷାକୁ ନେଇ ଏତେ ଡିବେଟ୍ ଚାଲିଛି, ସୋ ୱି ସୁଡ୍ ନଟ୍ ଫରଗେଟ୍ ଦେୟାର କଣ୍ଟ୍ରିବ୍ୟୁସନ୍ସ, ଦୋଜ୍ ହୁ ମେଡ୍ ଦିସ୍ ପ୍ରୋଭିନ୍ସ ଏ ସ୍ପେଶାଲ ୱାନ୍। ଆଉ ସେଇ ଯେତେବେଳେ ଭାଷାକୁ ନେଇକି ଆମେ ଓଡ଼ିଶା ପ୍ରଦେଶ ଗଠନ କରିଥିଲେ, ଆପଣ ବି ଜାଣିଥିବେ ଯେତେବେଳେ ଆମର ଆଫ୍ଟର ଇଣ୍ଡିପେଣ୍ଡେନ୍ସ ଆମେ ତାହେଲେ ନ୍ୟୁ ଷ୍ଟେଟ୍ ସବୁ ତିଆରି କରାଗଲା ଥ୍ରୁ ଷ୍ଟେଟ୍ ରିଅର୍ଗାନାଇଜେସନ୍ କମିଶନ୍ସ। ସେଇ ଟାଇମ୍ରେ ଲିଙ୍ଗୁଇଷ୍ଟିକ୍ ବେସିସ୍ରେ ହିଁ ଆମର ସବୁ ତିଆରି କରାଯାଇଥିଲା। ରାଇଟ୍। ଏହା ସବୁ ପ୍ଲିଜ୍ ଷ୍ଟୁଡେଣ୍ଟସ୍ ରିମେମ୍ବର। ଯଦି କ୍ୱେଶ୍ଚିନ୍ସ ପଚାରିବ ହୁଇଚ୍ ୱାନ୍ ଦି ଫାଷ୍ଟ ଷ୍ଟେଟ୍, କିଏ ପ୍ରଥମ ରାଜ୍ୟ ଥିଲା ଯିଏ ଲିଙ୍ଗୁଇଷ୍ଟିକ୍ ବେସିସ୍ରେ ଫର୍ମେସନ୍ ହେଇଥିଲା, ତାର ହେଲା ଆନ୍ଧ୍ରପ୍ରଦେଶ। ରାଇଟ୍। ସୋ এইসব ডিসকସନ୍ସ ଆଜି ମୁଁ କଲେ ଯଦି ହିଷ୍ଟୋରିକାଲ ଆସ୍ପେକ୍ଟସକୁ ନେଇକି। ସୋ ଥ୍ୟାଙ୍କ ୟୁ ଫର୍ ୱାଚିଂ ଦିସ୍ ଭିଡ଼ିଓ। ଯଦି ଆପଣଙ୍କ ଭିଡ଼ିଓଟି ବହୁତ ଭଲ ଲାଗିଛି, ଦେନ୍ ପ୍ଲିଜ୍ ଲାଇକ୍ ଇଟ୍, share it, and comment it for better clarifications if you have any doubts. So এই ଭିଡ଼ିଓରେ ଆମେ ଅପ୍ ଟୁ ଜଷ୍ଟ ବହୁତ ସାରା ଜିନିଷକୁ ଆମେ ହାଲକା ଭାବରେ କି ବେଟର ସେ ଇନ୍ ସ୍ପିଡ଼ରେ ଆମେ ନେଇଗଲେ। ତ ନେକ୍ସଟ ଭିଡ଼ିଓରେ ଆଜି ଆମେ ଡିସ୍କସନ୍ସ କରିବା ରୋଲ୍ ଅଫ୍ ଓଡ଼ିଆ ଫ୍ରିଡ଼ମ୍ ଫାଇଟର୍ସ ଇନ୍ ଇଣ୍ଡିଆ ଷ୍ଟ୍ରଗଲ୍ ଫର୍ ଇଣ୍ଡିପେଣ୍ଡେନ୍ସ। ଆମେ ଏହାକୁ ଡିସ୍କସନ୍ସ କରିବା। ସୋ until the next stay blessed.